ସାଙ୍ଗମାନେ ମୋତେ କ୍ଷମା କରିଦେବେ, ମୁଁ ମାଆଙ୍କର କିଛି ଗୋଟେ ଭିଡ଼ିଓ ପୋଷ୍ଟ କରିପାରିନି, କାହିଁକିନା ମୁଁ ଗୋଟେ ଅଟୋବାଲା, ମୋତେ ବେସ୍ ଯିବାକୁ ନିହାତି ପଡ଼ିବ। ତ ଦେଖନ୍ତୁ କ'ଣ ହ୍ୟାଲୋ ହାଏ ନମସ୍କାର, କେମିତି ଅଛନ୍ତି ସମସ୍ତେ? ଆପଣମାନେ ଭାବୁଛନ୍ତି ମୁଁ କ'ଣ ବେସ୍ ଯାଉଛି? ତ ନା, ହଁ ମୁଁ ଗୋଟେ ଅଟୋବାଲା। ତ ଚାଲନ୍ତୁ ଯିବା ଆଗରୁ ମାଆଙ୍କର ଟିକେ ଦର୍ଶନ କରିଦେବା। ତ ଦର୍ଶନ କରିଦେଲି, ଦର୍ଶନ କରି ଆମ ବଡ଼ ଭାଇ ଲାଗିଗଲା ଛୁରୀରେ ଦାର ଦେବା ପାଇଁ, ଆଉ ପିଲା ଛୁଆ ବି ରେଡ଼ି ସବୁ ଯିବା ପାଇଁ, କଦଳୀ ଗଛ କଟିବାକୁ ସବୁ ଯିବା। ତ ମୁଁ ମୋ ଅଟୋବାଲା, ମୋତେ ସେମାନେ ଡାକିଛି ଅଟୋ ନେଇ ଯିବାକୁ। ତ ମୁଁ ଯାଇକି ଅଟୋ ବାହାର କରିଦେଲି, ଏମାନେ ସବୁ ଛୁରୀ ଫୁରି ନେଇ ରେଡ଼ି ହୋଇଗଲା। ତ ଅଟୋରେ ବସି ପଡ଼ିଲୁ, ବଡ଼ ଭାଇ ଏଟାକୁ ଭିତରେ ବସେଇଦେଲି, ଆଉ ସବୁ ଛୁଆ ପିଲା ସବୁ ଡାଲାରେ ଠିଆ କରେଇ ଦେଇଛି, କାହିଁକିନା ଏତେ ପିଲା ସବୁ ଜାଗା ହେବନି ନା। ତ ଆମ ଗ୍ୟାଙ୍ଗ ଚାଲିଲା କଦଳୀ ଗଛ କାଟିବା ପାଇଁ। ତ ଯାଇକି ଆମେ ଫାଷ୍ଟ କଦଳୀ ଗଛ କାଟିବୁ ନା, ଆମେ ମାଙ୍କଡ଼ ଦଳ, ଆମେ ଯାଇ ଆଗେ ପଇଡ଼ ପାଣି ପିଇବୁ, ତାପରେ ଯାହା ହବ ଦେଖାଯିବ। ତ ଦେଖନ୍ତୁ କେମିତି ପଇଡ଼ ପାଣି ପିଇବୁ। ତ ସେ ତ ଫାର୍ଷ୍ଟ ଟ୍ରାଏରେ ଚଢ଼ି ପାରିଲାନି, ତ ସେକେଣ୍ଡ ଟ୍ରାଏରେ ଉଠିଗଲା ଗଛ ଉପରେ। ଦେଖନ୍ତୁ ତ କିଛି ସମୟ ପରେ ଦୁଇଟା ପଇଡ଼ ସେ ତୋଳିଦେଲା। ମୁଁ ତ ନେଇଛି ଗୋଟାଇ, ତାକୁ ଏଥର କାଟିବା। ତ ମୁଁ କେବେ ପଇଡ଼ କାଟିନି, ଫାର୍ଷ୍ଟ ଟାଇମ୍ ଟ୍ରାଏ କରୁଛି, ତାହେଲେ ତାକୁ କାଟି ଦେଇଛି। ଖାଇବାକୁ ହେଲେ କାଟିବାକୁ ତ ପଡ଼ିବ ନା। ଆଉ ଯାହା କହିବ କୁହ, କିନ୍ତୁ ପଇଡ଼ ପାଣିଟା ଭାରି ମିଠା ପାଣିଟା। ଓହୋ କି ଶାନ୍ତି। ତ ତାପରେ କିଛି ସମୟ ପରେ ଗଛ କଟା ହେଇଗଲା, ସେମାନେ ଗୋଟେ ଗୋଟେ ବହି ଅଟୋ ଭିତରେ ପକାଉଛି। ମୁଁ ତ ଜାଣିଛନ୍ତି ମୁଁ ଗୋଟେ ଅଟୋବାଲା, ମୁଁ କିଛି କରିନି, ମୁଁ ଆଇଛି ତାଙ୍କର ଭିଡ଼ିଓ କରିବା ପାଇଁ। ତ ଫାର୍ଷ୍ଟ ଦେଖନ୍ତୁ ଲୋଡ୍ ହେଇସାରିଛି, ପିଲା ସବୁ ରେଡ଼ି, ଡାଲାରେ ତାଙ୍କୁ ବି ଲୋଡ୍ କରିଦେଇଛି ଗଛ ସହ। ତ ଚାଲନ୍ତୁ ଯିବା ଆମ ପଡ଼ାରେ ଖାଲି କରିବା। ତ ଆସିଯାଇଛି ପଡ଼ାରେ, ଆସୁ ଆସୁ ରାତି ହେଇଗଲା। ତ ଇଏ ଗୋଟେ ଷ୍ଟିଲ୍ ବଡ଼ି, ସେ କହୁଛି ମୁଁ ଏକା ହିଁ ସବୁ କରିଦେବି ଖାଲି କରି, ମୁଁ କହିଲି ହଉ କର, ଆମେ ଠିଆ ହେଇଛୁ। ଦେଖନ୍ତୁ ବଡ଼ ଓ। ତ ଫାଇନାଲି କିଛି ସମୟ ପରେ ସବୁ ଖାଲି ହେଇଗଲା, ଖାଲି ହେବା ମାଆଙ୍କର ଆରତି ଟାଇମ୍ ହେଇଗଲା। ତ ଆରତି ଟିକେ କରିଦେବା, ଆରତି ଦେଖନ୍ତୁ ଭଲସେ। ରହିଲି, ଦେଖା ହେବା ନେକ୍ସଟ ଆଉ ଗୋଟେ ବ୍ଲଗ୍। ଜୟ ଜଗନ୍ନାଥ।